ବେଆଇନ ଗଚ୍ଛିତ ଗ୍ୟାସ୍ ସିଲିଣ୍ଡର ଜବତ। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ନାକିଚି ଛକ ଅଞ୍ଚଳର ଏକ ବ୍ୟବସାୟୀ ଗୋଦାମରୁ ବ୍ୟାପକ ପରିମାଣର ବେଆଇନ ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଆଠମଲ୍ଲିକ ଓ କିଶୋରନଗର ଯୋଗାଣ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉପଜିଲ୍ଲାପାଳ ତନ୍ମୟ ପାତ୍ର ଓ ଯୋଗାଣ ଅଧିକାରୀ ହଣ୍ଡପା ପୁଲିସ ଇତ୍ୟାଦି ବେପାରୀଙ୍କ ଗୋଦାମ ଘରେ ଛାପା ମାରିଥିଲେ। ଗଚ୍ଛିତ ସିଲିଣ୍ଡରଗୁଡ଼ିକର ଆବଶ୍ୟକ କିଣା ରିସିପ୍ଟ ମାଗିଥିଲେ, ମାତ୍ର ବ୍ୟବସାୟୀ ଜଣକ ଗଚ୍ଛିତ ସିଲିଣ୍ଡର ରିସିପ୍ଟ ଦେଖାଇ ପାରିନଥିଲେ, ଯାହାଫଳରେ ସିଲିଣ୍ଡରଗୁଡ଼ିକୁ ଯୋଗାଣ ବିଭାଗ ଜବତ କରିଛି ଏବଂ ବେଆଇନ ଗଚ୍ଛିତ ରଖିଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।